आमाने चिंता करिबा आजिर ध्यान निमंते मार्क लिखित सुसमाचार तार 4 पर्व 35 पदरु 41 पद पर्यंत पाठ कर कि जने पाठ करदेबे। मार्क लिखित सुसमाचार 4 पर्व 35 पदरु 41 पद पर्यंत। ସେହି ଦିନ ସନ୍ଧ୍ୟା ହୁଅନ୍ତେ ଯୀଶୁ ସେମାନଙ୍କୁ କହିଲେ, ଆସ ଆର ପାରିକୁ ଯିବା। ସେଥିରେ ସେମାନେ ଲୋକ ସମୂହକୁ ପରିତ୍ୟାଗ କରି ସେ ଯେପରି ଥିଲେ ସେହିପରି ତାହାଙ୍କୁ ନୌକାରେ ସାଙ୍ଗରେ ଘେନିଗଲେ। ପୁଣି ଅନ୍ୟାନ୍ୟ ନୌକା ମଧ୍ୟ ତାହାଙ୍କ ସହିତ ଥିଲା। ଆଉ ପ୍ରବଳ ତୋଫାନ ହେଲା। ପୁଣି ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା। ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଚଳାରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ଆମ୍ଭେ ମଲୁ, ଆପଣଙ୍କର କ'ଣ ଚିନ୍ତା ନାହିଁ? ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁନି ହୋ, ଚୁପ୍ କର। ସେଥିରେ ପବନ ବନ୍ଦ ହେଲା ଓ ସବୁ ଧୀର ସ୍ଥିର ହେଲା। ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ଏ କ'ଣ, ତୁମମାନଙ୍କର ବିଶ୍ୱାସ ନାହିଁ? ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି? ଆମେନ୍। धन्यवाद प्रभु पठित वाक्य एवं श्रवण आम प्रत्येक को बुझा निमंते साहाय्य करंतु। मु पुनर्बार गोटे पद पढ़ुचे आजिर चिंता निमंते 35 पद। सही दिन संध्या हुंते से सेमान को कहिले, आस आर पारिकी जिबा। सही दिन संध्या हुंते से सेमान को कहिले, आस आर पारिकी जिबा। मु अल्प समय आपण मान को निकट रे रखिबी, आस आर पारिकी जिबा। प्रभु जीशु तांकर शिष्य मानकु ए कथा से कहउछंती, आस आर पारिकु जिबा। आर पारी रे गोटे आश्चर्य घटना घटिबाकू जाउची, गोटे अद्भुत घटना घटिबाकू जाउची, गोटे अलौकिक कार्य घटिबाकू जाउची। सेथि निमंते प्रभु जीशु सकल विषय से जानती। तेणु करी से शिष्य मान को कहिले, जो शिष्य माने कि जीशु सहित ओतप्रोत भाव में जड़ित, जो शिष्य माने कि जीशुंकर उपस्थिति सानिध्य मध्य अछंती, जो शिष्य मान को प्रभु जीशु एते भल पाती, से शिष्य मान को एते प्रेमर सहित से डाकुचंती, आस आर पारिकी जिबा। आज आपण मान निकट रे दृष्टि आकर्षण करिबी, आस आर पारिकी जिबा। जेतेबेले जने व्यक्ति किछि काम थाए सेतेबेले से जन को डाके, किछि गोटे उद्देश्य थाए सेतेबेले से जन को डाके। गोटे काम थिले आका जने लोक जन को डाकिबो, नले से डाके नाही। तेणु करी जीशु मध्य शिष्य मानकु डाकिले, गोटे काम अछि। से कामटा कोन? गरासी अंचल रे हमको जाई पहुंचेबाकू पड़िबो। आ से गरासी अंचल रे जने आत्मा को लाभ करिबाकू पड़िबो। गरासी अंचल रे गोटे असुची आत्मा व्यक्ति गोटे अछंती, से आत्माटी को आमानकू चिनिबाकू पड़िबो। आश्चर्य कार्य से स्थान मध्य करबाकू पड़िबो। तेणु करी प्रभु जीशु से कौन करूचंती? शिष्य मान को डाकुचंती, आस आर पारिकी जिबा। प्रिय मोर प्रभुंकर लोक माने एई जगत मध्य रे आमाने बसवास करूचु। आमान को मध्य प्रभु आर पारिकी माने उपयुक्त समय नेबे। जो आर पारिकी गोटे सियोनर स्थान, आर पारिकी एपरि गोटे सुरम्यर स्थान, आर पारिकी एभली गोटे जागा, से स्थान आम पाए एक चिर स्थान। तेणु करी से स्थान को तांकर निरूपित समय आमान को नेबे। बेले बेले घंटा आमान को कौन करे? डाक पकाए। से घंटा आमान को कौन करे? डाक पकाए। से कौन करे? आमे जो कांथ घंटा देखुचु, हाथ घंटा देखुचु,
ଆମମାନଙ୍କୁ ଏଇ ଘଣ୍ଟା ମଧ୍ୟ ଆମମାନଙ୍କୁ ଡାକେ। କେମିତି ଡାକେ? ଯେତେବେଳେ ଅଫିସ ଯିବା ନିମନ୍ତେ, ସ୍କୁଲ କଲେଜ ଯିବା ନିମନ୍ତେ ଆମମାନେ ସମୟ ଦେଖୁ, ଆଉ ଘଣ୍ଟା ଆମମାନଙ୍କୁ ମାନେ ଜଣେଇ ଦିଏ ଯେ ଆମମାନଙ୍କର କାର୍ଯ୍ୟକୁ ଯିବାକୁ ଅଛି। ବେଳେ ବେଳେ ଗିର୍ଜା ଗୃହର ଯେତେବେଳେ ଘଣ୍ଟା ପଡେ, ଆଉ ସେଇ ଘଣ୍ଟା ମଧ୍ୟ ଆମମାନଙ୍କୁ ଡାକେ। ଯେତେବେଳେ ମାନେ ଅପରାହ୍ନ 4ଟା ବାଜେ, ସେତେବେଳେ ଆମମାନଙ୍କୁ ଘଣ୍ଟା ପଡେ, ଆଉ ସେଇ ସମୟରେ ଆମମାନେ ଗିର୍ଜାକୁ ଯିବା ପାଇଁ ପ୍ରସ୍ତୁତ ହେଇଥାଉ, ଉପାସନାକୁ ଯିବା ପାଇଁ ଆମେ ପ୍ରସ୍ତୁତ ହେଇଥାଉ, ପବିତ୍ର ମନ୍ଦିରକୁ ଯିବା ନିମନ୍ତେ ଆମେ ପ୍ରସ୍ତୁତ ହେଇଥାଉ। ଆମମାନେ ଭିନ୍ନ ଭିନ୍ନ ସ୍ତରରେ ମାନେ ପ୍ରଭୁ ଆମମାନଙ୍କୁ ଡାକନ୍ତି। ଗଛ ମଧ୍ୟ ଆମମାନଙ୍କୁ ଡାକେ। ଯେତେବେଳେ ଭୟଙ୍କର ଖରା, ମୁଣ୍ଡ ଫଟା ଖରା, ଗରମ ମାନେ ଲାଗୁଥିବ, କ୍ଳାନ୍ତ ଶ୍ରାନ୍ତ ହଉଥିବା, ଯେତେବେଳେ ଆମମାନେ ପଥ ଶ୍ରାନ୍ତ ହେଇକି ଚାଲୁଥିବା, ଆଉ ସେତେବେଳେ ବି ଆମମାନେ ଦୂରରୁ ଯେତେବେଳେ ଗୋଟେ ଗଛଟି ଆମମାନେ ଦେଖୁ, ସେଇ ଗଛ ମଧ୍ୟ ଆମମାନଙ୍କୁ ଡାକେ। ଯେହେତୁ ସେଇ ଗଛ ନିକଟକୁ ଯାଇକି ଆମମାନେ ଆଶ୍ରୟ ନେବା, ସେ ଗଛର ଛାଇ ତଳେ ଆମମାନେ ଠିଆ ହେବା କିମ୍ବା ବସିବା, ଆମମାନଙ୍କର କ୍ଳାନ୍ତଟା ଦୂର ହେବ। ତେଣୁ କରି ପ୍ରଭୁ ଆମମାନଙ୍କୁ ଡାକନ୍ତି। ଯେତେବେଳେ ପ୍ରଭୁ ଯୀଶୁ ଡାକନ୍ତି, ଆସ ଆର ପାରିକି ଯିବା, ଯେତେବେଳେ ସୃଷ୍ଟିର ପ୍ରାରମ୍ଭରେ ପରମେଶ୍ୱର ଯାହାକୁ ଏତେ ଭଲ ପାଉଥିଲେ, ଏତେ ସ୍ନେହ କରୁଥିଲେ, ଯାହାଙ୍କ ସହିତ ଦିନ ରାତି କଥାବାର୍ତ୍ତା କରୁଥିଲେ, ସହଭାଗିତା ମଧ୍ୟରେ ଦିନ ରାତି ତାଙ୍କର ଉପସ୍ଥିତି ବିତଉଥିଲେ, ସେଇ ବ୍ୟକ୍ତି ଯେତେବେଳେ ସମ୍ମୁଖରେ ଦେଖାଗଲେ ନାହିଁ। ମୁଁ କଣ କହୁଛି ଆପଣ ମାନେ ଜାଣିପାରୁଥିବେ। ଏଦନ ଉଦ୍ୟାନ ମଧ୍ୟରେ ଯେତେବେଳେ ଆଦମ ହବାଙ୍କ ସହିତ ପରମେଶ୍ୱର ସନ୍ଧ୍ୟା ସମୟରେ, ଦିନ ବନା ସମୟରେ ସେ ଯାଇକି ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ, କିନ୍ତୁ ଯେତେବେଳେ ଆଦମ ହବା ତାଙ୍କର ସମ୍ମୁଖରେ ଯେତେବେଳେ ଦିନ ଆସିଲେ, ସେମାନେ ନାହାନ୍ତି, ଲୁଚିଛନ୍ତି। ଆଉ ସେତେବେଳେ ପରମେଶ୍ୱର ଦୁଃଖରେ କାତରୋକ୍ତି ହେଲେ, ଆକୁଳ ହେଇକି ବିକଳ ହେଇକି ସେ କଣ କଲେ? ଡାକିଲେ, ଆଦମ ବାବୁ, ଆଦମ ବେଟା। ସେ କେତେ ପ୍ରେମର ସହିତ ଡାକିଲେ, ଆଦମ ତୁମେ କେଉଁଠାରେ ବାପା, ତୁମେ କେଉଁଠାରେ ବେଟା? ଆଦମ ଉତ୍ତର ଦେଲେ, ମୁଁ ଉଦ୍ୟାନ ମଧ୍ୟରେ ତୁମର ରବ ଶୁଣି ଉଲଙ୍ଗତା ସହିତ ଭୀତ ହୋଇ ଲୁଚିଲି, ଯାହାକି ଆଦି 3 ପର୍ବ 9 ପଦରେ ଲେଖା ଯାଉଛି। ପରମେଶ୍ୱର ଆଦମକୁ ଯେତେବେଳେ ଡାକିଲେ, କଣ ପାଇଁ ଡାକିଲେ? ତାଙ୍କ ସହିତ କଥାବାର୍ତ୍ତା ହେବା ନିମନ୍ତେ। ଆଦମକୁ ପରମେଶ୍ୱର ଡାକିଲେ ତାଙ୍କ ସହିତ କଥାବାର୍ତ୍ତା ହେବା ନିମନ୍ତେ। ତାଙ୍କୁ ଡାକିଲେ ମାନେ ଆଦମକୁ କିଛି ଉପଦେଶ ଦେବା ନିମନ୍ତେ। ଆଦମକୁ ପରମେଶ୍ୱର ଡାକିଲେ ଆଦମଙ୍କର ଭୁଲଟିକୁ, ତାଙ୍କର ଦୁର୍ବଳତାକୁ ଜଣେଇବା ନିମନ୍ତେ। ଆପଣ ମାନେ ଆଦି 3 ପର୍ବ 11-12 ପଦ ଯେତେବେଳେ ଦେଖିବେ, ତାଙ୍କ ସହିତ ସେ ଡାକିଲେ କଥାବାର୍ତ୍ତା ହେବା ନିମନ୍ତେ। ଆଦମଙ୍କ ସହ ପରମେଶ୍ୱର କଥାବାର୍ତ୍ତା ହେବା ନିମନ୍ତେ, ତୁମ୍ଭେ ଉଲଙ୍ଗ ଅଛ, ଏହା କିଏ ତୁମକୁ ଜଣାଇଲା? ଆମେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ? ଆଦମ କହିଲେ, ତୁମେ ଯେଉଁ ସ୍ତ୍ରୀ କି ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମତେ ସେଇ ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି। ମାନେ ତାଙ୍କ ସହିତ ମାନେ କଥାବାର୍ତ୍ତା ହେଉଛନ୍ତି, ସେଥିପାଇଁ ସେ ଡାକିଲେ। ଆଉ ଡାକିକି ତାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ଯେଉଁ ବୃକ୍ଷର ଫଳ ଖାଇବାକୁ ଆମେ ମନା କରିଥିଲୁ, ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବ ନାହିଁ କି ଛୁଇଁବ ନାହିଁ, ଆଉ ତୁମେ ସେଇ ଫଳ କି ଖାଇଅଛ? ଆଦମ ସତ କଥା କହିଲେ, ଆଦମ ଜଣେଇଲେ ପରମେଶ୍ୱରଙ୍କ ନିକଟରେ। ସେ ତ ଭୟଭୀତ ହେଇକି ଲୁଚୁଥିବା ସମୟରେ ପରମେଶ୍ୱରଙ୍କର ରବ ଶୁଣି ତାଙ୍କର ନିକଟରେ, ସେ ପରମେଶ୍ୱରଙ୍କ ନିକଟରେ ଏଇ କଥା ପ୍ରକାଶ କଲେ, ମତେ ତୁମେ ଯେଉଁ ସ୍ତ୍ରୀ କି ଦେଇଛ, ଯୋଉ ସଙ୍ଗିନୀ କି ଦେଇଛ, ଯୋଉ ଅର୍ଦ୍ଧାଙ୍ଗିନୀ କି ଦେଇଛ, ଆଉ ସେ ମତେ ଏଇ ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି। ଆଉ ଯେତେବେଳେ ପରମେଶ୍ୱର ତାଙ୍କର ଜୀବନର ଭୁଲଟି ଯେତେବେଳେ ଜଣଉଛନ୍ତି, ଦେଖନ୍ତୁ ତାଙ୍କର ଭୁଲଟା ଜଣଉଛନ୍ତି। ଆଦି 3 ପର୍ବ 17 ପଦ। ପରମେଶ୍ୱର ସେ ଭୁଲଟି
କେଉଁ ସ୍ଥାନରେ ଥିଲା ତାହା ଆଦମକୁ ସ୍ପଷ୍ଟ ଭାବରେ ଜଣେଇଲେ। ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମକୁ ଆଜ୍ଞା ଦେଇ କହିଥିଲୁ ତାହା ଖାଇବ ନାହିଁ। ତୁମେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ। କଥା ନ ମାନିବା, ଅବାଧ୍ୟତା ହେବା, ଅବମାନନା କରିବା, ଅବିଶ୍ୱସ୍ତତା ହେବା, ଏହା ଆଦମଙ୍କର ଜୀବନରେ, ହବାଙ୍କ ଜୀବନରେ ପରିଲକ୍ଷିତ ହେଇଛି। ତାହା ମାନେ ଜାଣିପାରୁଛୁ। ଆମମାନେ ବେଳେ ବେଳେ ଆମମାନଙ୍କ ଜୀବନରେ ମଧ୍ୟ ଏଭଳି ହେଇଥାଏ। ଆମମାନେ ଭୁଲ କଲା ପରେ ମଧ୍ୟ ଭୁଲଟିକୁ ଢାଙ୍କିବା ନିମନ୍ତେ, ଭୁଲଟିକୁ ଘୋଡେଇବା ନିମନ୍ତେ ଆମମାନେ ମଧ୍ୟ ମାନେ ସତ୍ୟତାକୁ ପ୍ରକାଶ କରିନଥାଉ। ଆମମାନଙ୍କର ଜୀବନରେ ମଧ୍ୟ ସେଇ ଦୁର୍ବଳତା, ଆମମାନେ ଅନେକ ସମୟରେ ଅନ୍ୟମାନଙ୍କର ବିଶ୍ୱସ୍ତ ହେଇଥାଉ, ଅବମାନନା ଆମମାନେ ବି କରିଥାଉ। କିନ୍ତୁ ଆଦମ ପରମେଶ୍ୱରଙ୍କ ନିକଟରେ ସେ ସତ୍ୟତାକୁ ପ୍ରକାଶ କରୁଅଛନ୍ତି। ଆଉ ତାଙ୍କର ଉପଦେଶ ଦେଖନ୍ତୁ, ସେ ତାଙ୍କ ସହିତ କଥାବାର୍ତ୍ତା କରିବା ନିମନ୍ତେ ଡାକିଲେ ଏବଂ ତାଙ୍କ ସହିତ ସେ ଭୁଲଟିକୁ ସୂଚେଇବା ନିମନ୍ତେ, ଜଣେଇବା ନିମନ୍ତେ ଡାକିଲେ ଏବଂ ତାଙ୍କୁ ସେ ଭୁଲଟିକୁ ସଂଶୋଧନ କରିବା ପାଇଁ ଗୋଟେ ଉପଦେଶ ଦେଉଛନ୍ତି। ଆପଣ ଆଦି 3 ପର୍ବ 17ରୁ 19 ପଦ ଦେଖିବେ। ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା। ତୁମେ ଯାବଜୀବନ କ୍ଲେଶରେ ତୈରୁ ଭକ୍ଷ ପାଇବ। ତୁମେ କଷ୍ଟରେ ତୁମେ କଣ କରିବ? ଭକ୍ଷ ପାଇବ। ଏବଂ ଯେଉଁ ମୃତ୍ତିକାରେ ତୁମେ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ। ତାଙ୍କୁ ଗୋଟେ ଉପଦେଶ ଦେଉଛନ୍ତି, ଗୋଟେ କଥା ଦେଉଛନ୍ତି, ଗୋଟେ ପରାମର୍ଶ ଦେଉଛନ୍ତି। ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ଆସୁଅଛି। ତେଣୁକରି ମୋର ପ୍ରିୟ ବନ୍ଧୁଗଣ, ପରମେଶ୍ୱର ଆଦମ ହବାଙ୍କୁ ଏତେ ଭଲ ପାଉଥିଲେ। ଆଦମ ହବାଙ୍କ ସହିତ ତାଙ୍କର ଏତେ ସମ୍ପର୍କ ଥିଲା। ଆଦମ ହବାଙ୍କ ସହିତ ସେମାନଙ୍କର ଏତେ ସହଭାଗିତା ଥିଲା। କିନ୍ତୁ ଆଜି ଆଦମ ହବା ପରମେଶ୍ୱରଙ୍କର ଅବାଧ୍ୟତା ହୋଇ ସେମାନେ କଣ କଲେ? ଆଜ୍ଞା ଲଙ୍ଘନ କଲେ। ସେମାନେ କଣ କଲେ? ନିଜର ଇଚ୍ଛା ଅନୁସାରେ ଜୀବନକୁ ଅତିବାହିତ କଲେ। ଆମମାନେ ଯେତେବେଳେ ଶିଷ୍ୟମାନଙ୍କ ନିକଟରେ ମଧ୍ୟ ଆମେ ଦେଖୁଛୁ, ଯୋଉ ଶିଷ୍ୟମାନଙ୍କୁ ପ୍ରଭୁ ଯୀଶୁ ସମୁଦ୍ର କୂଳରେ ମାନେ ଡାକିଲେ, ସେ ଯେତେବେଳେ ଡାକୁଛନ୍ତି, ହେ ପିଲାମାନେ ତୁମେ ଆସ, ମଣିଷ ଧରିବା ତୁମକୁ ଶିଖେଇବି। ସେ ଡାକୁଛନ୍ତି ସମୁଦ୍ର କୂଳରେ, ମଣିଷ ଧରିବା ମୁଁ ତୁମକୁ ଶିଖେଇଦେବି, ତୁମେ ଆସ। ଆଉ ସେତେବେଳେ ସେମାନେ, ସେଇ କେଉଟ ମାନେ, ମତ୍ସ୍ୟଜୀବୀ ମାନେ, ସେମାନେ କଣ କରୁଛନ୍ତି? ଆପଣା ଆପଣା ଜାଲକୁ ଛାଡି ଦେଇକି ସେମାନେ ଯୀଶୁଙ୍କର ଡାକରା ଶୁଣି ସେମାନେ ଯୀଶୁଙ୍କର ନିକଟବର୍ତ୍ତୀ କି ଚାଲି ଯାଉଛନ୍ତି। ସେମାନେ ଯୀଶୁଙ୍କର ପଛେ ପଛେ ଚାଲି ଯାଉଛନ୍ତି ଏବଂ ଯୀଶୁଙ୍କ ସହିତ ରହିକି ସେମାନେ କଣ କରୁଛନ୍ତି? ଆପଣାର ଜୀବନକୁ ଅତିବାହିତ କରୁଛନ୍ତି। ଯେତେବେଳେ ପ୍ରଭୁ ଯୀଶୁ ଆମମାନଙ୍କୁ ଡାକନ୍ତି, ମାନେ ଗୋଟେ ଉଦ୍ଦେଶ୍ୟ ନେଇକି ଡାକନ୍ତି। ଯୀଶୁ ଯେତେବେଳେ ପ୍ରେମରେ ଡାକନ୍ତି, ବିକଳରେ ଡାକନ୍ତି, ଆଉ ଆମମାନେ ଆଦମ ହବାଙ୍କୁ ଯେତେବେଳେ ଡାକିଲେ, ଆମମାନେ ପ୍ରଥମରେ ଦେଖୁଛୁ ତାଙ୍କ ସହିତ କଥାବାର୍ତ୍ତା ହେବା ନିମନ୍ତେ, ପରମେଶ୍ୱରଙ୍କର କଥା ଶୁଣିବା, ପରମେଶ୍ୱରଙ୍କର ସାନ୍ନିଧ୍ୟ ମଧ୍ୟକୁ ଆସିବା, ପରମେଶ୍ୱରଙ୍କର ଉପସ୍ଥିତି ମଧ୍ୟକୁ ଆସିବା, ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବା, ଏହା ଆମମାନଙ୍କ ନିମନ୍ତେ କେତେ ବଡ ସୌଭାଗ୍ୟର ବିଷୟ ଅଟେ। ଏ ପ୍ରାତଃ ସମୟରେ ଆପଣା ଆପଣା ବିଛଣାରୁ ଉଠି ମାନେ ନିଦକୁ ଭାଙ୍ଗିକି ପରମେଶ୍ୱରଙ୍କର ଡାକରା ମଧ୍ୟରେ, ପରମେଶ୍ୱରଙ୍କର ଉପସ୍ଥିତି ମଧ୍ୟକୁ ଆସିବା। ମୋର ପ୍ରିୟ ଲୋକମାନେ, ଏ ପ୍ରାତଃ ସମୟରେ ଆମମାନେ ତାଙ୍କର ନିକଟବର୍ତ୍ତୀ ହେଇଛୁ। କେତେ ବଡ ଭାଗ୍ୟବାନ ଆମମାନେ। ଆଜି ଅନେକ ଲୋକମାନେ ବିଛଣାରେ ଶୋଇଛନ୍ତି, କିନ୍ତୁ ପ୍ରଭୁଙ୍କର ଡାକରା ମଧ୍ୟରେ ଆମମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇଛୁ। ତାଙ୍କର ଆଶୀର୍ବାଦ ଜୀବନରେ ଲାଭ କରିବା ନିମନ୍ତେ, ତାଙ୍କର ଅନୁଗ୍ରହକୁ ଆମମାନଙ୍କ ଜୀବନରେ ପ୍ରାପ୍ତ ହେବା ନିମନ୍ତେ, ତାଙ୍କର ଉପସ୍ଥିତିକୁ ଅନୁଭବ କରିବା ନିମନ୍ତେ ଏବଂ ତାଙ୍କ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବା ନିମନ୍ତେ ପ୍ରଭୁ ଆମମାନଙ୍କୁ ସେ କଣ କରୁଛନ୍ତି? ତାଙ୍କର ନିକଟବର୍ତ୍ତୀ ହେଇକି ଆମମାନଙ୍କୁ କଣ କରୁଛନ୍ତି? କଢେଇ ନେଉଛନ୍ତି। ଏହା ପ୍ରଭୁଙ୍କର ଅନୁଗ୍ରହ ମାନଙ୍କ ନିମନ୍ତେ। ଦ୍ୱିତୀୟରେ ଆମେ ଦେଖିବା, ଯୀଶୁ ଡାକନ୍ତି
ତାଙ୍କର ଘରେ ରହିବା ନିମନ୍ତେ, ତାଙ୍କ ପାଖରେ ତାଙ୍କ ଘରେ ରହିବା ନିମନ୍ତେ ପ୍ରଥମରେ ଡାକନ୍ତି ତାଙ୍କ ସହିତ କଥାବାର୍ତ୍ତା ହେବା ନିମନ୍ତେ, ଯାହାକି ଆଦମଙ୍କୁ ବି ଡାକିଲେ ତାଙ୍କ ସହିତ କଥାବାର୍ତ୍ତା ହେବା ପାଇଁ। ଦ୍ୱିତୀୟରେ ଡାକନ୍ତି ତାଙ୍କର ଗୃହରେ ତାଙ୍କର ପାଖରେ ରହିବା ନିମନ୍ତେ। ଲୁକ 19:5 ଲେଖା ଯାଉଛି, ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାଙ୍କୁ କହିଲେ, ଯକ୍ଷ ଶୀଘ୍ର ଓହ୍ଲାଇ ଆସ, କାରଣ ଆଜି ମତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ। ପ୍ରଭୁ ଯୀଶୁ ଆମ ଘରେ ରହିବେ, ଆମେ ତାଙ୍କ ଘରେ ରହିବା। କେତେ ବଡ଼ ଆଶ୍ଚର୍ଯ୍ୟ! ଯେ କି ଆନ୍ଦୋଳନ ହେଇକି ଖୋଜୁଥିଲେ, ଯେ କି ବିକଳ ହେଇକି ଅନ୍ୱେଷଣ କରୁଥିଲେ, ଯେ କି କାମ ଛାଡିକି ବ୍ୟସ୍ତତା ଛାଡି ଜଞ୍ଜାଳ ଛାଡି ମାନେ ପ୍ରଭୁ ଯୀଶୁଙ୍କର ନିକଟବର୍ତ୍ତୀ ଥିବା ଯକ୍ଷ, ଯେ କି ଦେଖି ନ ପାରିଥିବା ଯକ୍ଷ ଡିମ୍ବୁରି ଗଛ ଚଢିଲେ ଏବଂ ଯୀଶୁ ତାଙ୍କର ମନର ଆଶାକୁ ଦେଖିଲେ, ତାଙ୍କର ଉଦ୍ଯୋଗକୁ ଦେଖିଲେ, ତାଙ୍କର ଆଗ୍ରହତାକୁ ଦେଖିଲେ ଏବଂ ଯକ୍ଷଙ୍କର ମନ ଯେ ଯୀଶୁଙ୍କୁ ମାନେ ଅନ୍ୱେଷଣ କରୁଛନ୍ତି, ସେ ଯୀଶୁଙ୍କୁ ପାଇବା ନିମନ୍ତେ ବ୍ୟାକୁଳ ହେଉଛନ୍ତି। ତେଣୁକରି ପ୍ରଭୁ ଯୀଶୁ କଣ କଲେ, ତାଙ୍କର ନିକଟକୁ ଗଲେ, ଡିମ୍ବୁରି ବୃକ୍ଷ ନିକଟକୁ ଗଲେ ଏବଂ ଯକ୍ଷଙ୍କର ନାମ ଧରି ଯକ୍ଷଙ୍କୁ କଣ କଲେ, ଡାକିଲେ। ଯକ୍ଷଙ୍କର ନାମ ଧରି ଡାକିଲେ, ଶୀଘ୍ର ଓହ୍ଲେଇ ଆସ, କାରଣ ଆଜି ମତେ ଅବଶ୍ୟ ତୁମ ଘରେ ରହିବାକୁ ହେବ। ଏତେ ଭଲ ପାଆନ୍ତି ଆମମାନଙ୍କୁ, ବି ଏତେ ଭଲ ପାଆନ୍ତି ଆମମାନଙ୍କୁ। ସେ ଡାକନ୍ତି ଆମମାନଙ୍କର ଗୃହରେ ରହିବା ନିମନ୍ତେ। ଆମମାନଙ୍କର ଗୃହ ଯେ ଈଶ୍ୱରଙ୍କର ମନ୍ଦିର ଅଟେ, ଆମମାନଙ୍କର ଗୃହ ଯେ ଈଶ୍ୱରଙ୍କର ଗୋଟେ କ୍ଷେତ୍ର ଅଟେ, ଆମମାନଙ୍କର ଗୃହ ଯେ ମାନେ ଈଶ୍ୱରଙ୍କର ବାସସ୍ଥାନ ଅଟେ, ସେଇ ସ୍ଥାନ ମଧ୍ୟରେ ସେ ରହିବା ନିମନ୍ତେ, ବାସ କରିବା ନିମନ୍ତେ ଆମମାନଙ୍କୁ ତାଙ୍କର ପୁଅ ଝିଅ ଈଶ୍ୱରଙ୍କର ପୁତ୍ର କନ୍ୟା କରି ତାଙ୍କର ରାଜ୍ୟ ନିମନ୍ତେ ପ୍ରସ୍ତୁତ କରି ଆମମାନଙ୍କୁ ତାଙ୍କର ଚଲାପଥରେ କଢେଇବା ନିମନ୍ତେ ପ୍ରଭୁ କଣ କରନ୍ତି, ଆମମାନଙ୍କୁ ଡାକନ୍ତି। ସେ ଆମମାନଙ୍କୁ ଡାକନ୍ତି, ଆମେ ତାଙ୍କର ପୁଅ ଝିଅ, ସେ ଆମଙ୍କର ସ୍ୱର୍ଗସ୍ଥ ପିତା ପରମେଶ୍ୱର ଆମମାନଙ୍କର ଗୃହରେ ରହିବେ, ଆମେ ତାଙ୍କର ସଙ୍ଗରେ ରହିବା। କେତେ ବଡ଼ ଆଶୀର୍ବାଦ! ଆମ ପାଖରେ ସେ ରହିବେ, ସବୁଦିନ ରହିବେ, ସବୁ ସମୟ ରହିବେ, ସବୁ ଅବସ୍ଥାରେ ରହିବେ, ସବୁ ପରିସ୍ଥିତିରେ ରହିବେ, ଦୁଃଖରେ ବି ସୁଖରେ ବି ରହିବେ। ଆଉ ଯେତେବେଳେ ଆମେ ଯୋଉ ମୁହୂର୍ତ୍ତରେ ଆମେ ପ୍ରଭୁଙ୍କୁ ଡାକୁ, ପ୍ରଭୁ ଆମଙ୍କର ଡାକ ଶୁଣିବେ, ଆମମାନଙ୍କର ମାନେ ନିବେଦନରେ ସେ କର୍ଣ୍ଣପାତ କରିବେ। ଆଉ ସେଥିପାଇଁ ପ୍ରଭୁ ଆମମାନଙ୍କୁ କଣ କରନ୍ତି, ଡାକନ୍ତି। ଡାକନ୍ତି ସେ ଆମମାନଙ୍କୁ ପ୍ରେମରେ ଡାକନ୍ତି ସେ, କାରଣ ସେ ହେଉଛନ୍ତି ଆମମାନଙ୍କର ବନ୍ଧୁ, ସେ ହେଉଛନ୍ତି ଆମମାନଙ୍କର ସ୍ୱର୍ଗସ୍ଥ ପିତା, ସେ ହେଉଛନ୍ତି ଆମମାନଙ୍କର ଚାଳକ। ଆମମାନଙ୍କୁ ସେ ଡାକନ୍ତି, ଆମମାନଙ୍କୁ ଡାକନ୍ତି, ସେ ଆମମାନଙ୍କୁ ପ୍ରେମରେ ଡାକନ୍ତି। ଆମମାନଙ୍କର ଅନ୍ତରରେ, ଆମମାନଙ୍କ ଜୀବନରେ ସେ ବାସ କରିବା ନିମନ୍ତେ ସେ ଡାକନ୍ତି। ତୃତୀୟରେ ଦେଖିବା, ଯୀଶୁ ଡାକନ୍ତି, ଲେଖା ଯାଉଛି ଯୋହନ 7:37-38 ମାନେ ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, ଯଦି ତୁମେ କ୍ଷୁଧିତ ତୃଷିତ ପ୍ରାଣକୁ ଜୀବନ୍ତ ଜଳ ପାନ କରିବା ନିମନ୍ତେ ଡାକନ୍ତି। ଯେତେବେଳେ ଆମେ କ୍ଷୁଧିତ ମଧ୍ୟରେ ଅଛୁ, ଯେତେବେଳେ ଆମେ ତୃଷିତ ଅନ୍ତର ମଧ୍ୟରେ ଅଛୁ, ପ୍ରଭୁ ଆମମାନଙ୍କୁ ଡାକନ୍ତି। ବେଳେ ବେଳେ ଚିନ୍ତା ଅବସ୍ଥାରେ ଆମେ ଥାଉ, ଭାରଗ୍ରସ୍ତ ଅବସ୍ଥାରେ ଥାଉ, ଦୁଃଖରେ ଆମେ ଥାଉ, ସମସ୍ୟା ମଧ୍ୟରେ ଥାଉ, ସେତେବେଳେ ଆମମାନଙ୍କର ଅନେକ ସମୟରେ ଆମମାନଙ୍କର ବୁଦ୍ଧି ଦେଖାଯାଇ ନଥାଏ, ଆମମାନଙ୍କର ଚତୁର୍ଦିଗ ଅନ୍ଧକାର ଲାଗେ। ଆଉ ବେଳେ ବେଳେ ଆମେ ମଣିଷ ମାନଙ୍କର ନିର୍ଭରତା ଚାହୁଁ, କାରଣ ବାଇବଲ କୁହେ ଅଧିପତି ମାନଙ୍କ ଉପରେ, ମଣିଷ ମାନଙ୍କ ଉପରେ ନିର୍ଭର କରିବା ଅପେକ୍ଷା ଈଶ୍ୱରଙ୍କର ଶରଣାଗତ ହେବା ଉତ୍ତମ। ଆଉ ସେତେବେଳେ ପ୍ରଭୁଙ୍କର ଡାକ ଶୁଣି ସେ କୃଷାର୍ପିତ ପ୍ରଭୁ ଯୀଶୁଙ୍କୁ ସେ ଉଦ୍ଧାରକର୍ତ୍ତା ସମସ୍ୟା ସମାଧାନ କରି ପ୍ରଭୁ ଯୀଶୁଙ୍କର ଡାକ ଶୁଣି ତାଙ୍କର ନିକଟକୁ ଯେତେବେଳେ ଆମେ ଯାଉ, ଆମମାନଙ୍କର କ୍ଷୁଧିତ ଜୀବନ, ଆମମାନଙ୍କର ତୃଷିତ ପ୍ରାଣ ତାଙ୍କର ଅନୁଗ୍ରହରେ ପରିତୃପ୍ତ ହୋଇଥାଏ, ପରିତୃପ୍ତ ହୋଇଥାଏ।
ତେଣୁକରି ସେ ମାନେ ଡାକୁଛନ୍ତି ଯେ ମୋ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳ ସ୍ରୋତ ପ୍ରବାହିତ ହେଉଥିବ। ହେ ତୃଷିତ ଲୋକ ସକଳ, ଆସ ବିନା ମୂଲ୍ୟରେ ତୁମେ ଜଳ ପାନ କର। ପ୍ରଭୁ ଆମକୁ ଡାକନ୍ତି ତାଙ୍କର ଜୀବନ୍ତ ଜଳ ଦେବା ନିମନ୍ତେ, ତାଙ୍କର ଅନନ୍ତ ଜୀବନଦାୟକ ଜଳ ଦେବା ନିମନ୍ତେ ଆମମାନେ ତାଙ୍କର ନିକଟକୁ ଯିବା। ବାଇବଲରେ ଲେଖାଗଲା ଯିଶାୟ 43:20 ପଦରେ, ବାକ୍ୟ ରୂପ ଜଳ ତୃଷିତ ବ୍ୟକ୍ତିଙ୍କୁ ପରିତୃପ୍ତ କରିଥାଏ। ସେ ବାକ୍ୟ ରୂପ ଜଳ ଯେତେବେଳେ ଆମମାନେ ପାନ କରୁ, ଆମମାନଙ୍କର କ୍ଷୁଧିତ ଜୀବନ, ଆମମାନଙ୍କର ସେ ଅସ୍ଥି ମଜ୍ଜାକୁ ପରିଭେଦକ କରେ, ଆମମାନଙ୍କୁ ସେ ଜୀବନ୍ତ ବାକ୍ୟ ରୂପ ଜଳ ସଂଶୋଧନ କରେ, ଆଉ ଈଶ୍ୱରଙ୍କର ଗୋଟେ ଲୋକ ଭାବରେ ସୁସଜ୍ଜିତ କରେ। ଏବଂ ଆମମାନଙ୍କର ସେ ବାକ୍ୟ ରୂପ ଜଳ ଆମମାନଙ୍କୁ ସେ ସୁମିଷ୍ଟ କରେ, ଆମମାନଙ୍କ ପ୍ରାଣକୁ ସେ ସ୍ୱାସ୍ଥ୍ୟ କରେ। ସେଥି ନିମନ୍ତେ ସେ ଆମମାନଙ୍କୁ ସେ ବାକ୍ୟ ରୂପ ଜଳ ଦେଇକି ଆମମାନଙ୍କର କ୍ଷୁଧିତ ତୃଷିତ ପ୍ରାଣକୁ ପରିତୃପ୍ତ କରନ୍ତି, ସେ ପରିତୃପ୍ତ କରନ୍ତି। ଯିଶାୟ 12:3 ଲେଖାଗଲା, ପରିତ୍ରାଣ ରୂପ ଜଳ ପାନ କରିବା ନିମନ୍ତେ ବର୍ତ୍ତମାନର ପରିସ୍ଥିତି ମଧ୍ୟରେ ପ୍ରତ୍ୟେକଙ୍କର ଜୀବନରେ ପରିତ୍ରାଣର ଜଳ ପାନ କରିବା ଆବଶ୍ୟକତା ରହିଛି। ତେଣୁକରି ପାଉଲ କହିଲେ, ଦେଖ ଏବେ ଅନୁଗ୍ରହର ସମୟ, ଦେଖ ଏବେ ପରିତ୍ରାଣର ଦିନ। এই ପରିତ୍ରାଣର ଦିନକୁ, ଅନୁଗ୍ରହର ସମୟକୁ ଉପେକ୍ଷା କରିବା ଆମମାନଙ୍କର ଉଚିତ ନୁହେଁ, ଜଗତ ଲୋକମାନଙ୍କର ଉଚିତ ନୁହେଁ, ବିଶ୍ୱାସୀ ମାନଙ୍କର ଉଚିତ ନୁହେଁ। ତେଣୁକରି ପରିତ୍ରାଣର ଜଳକୁ ପାନ କରିବା, ସେଦିନ ସମରଣିଆ ନାରୀଙ୍କ ଜୀବନରେ ମଧ୍ୟ ପ୍ରଭୁ ସେ ଜୀବନ୍ତ ଜଳ, ସେ ପରିତ୍ରାଣର ଜଳ ତାଙ୍କ ଜୀବନରେ ପ୍ରଦାନ କରିଥିଲେ, ଯାହାକି ଯୋହନ 4:10 ପଦରେ ଉଲ୍ଲେଖ କରାଯାଇଛି। ସେଇ ତୃଷିତ ଜୀବନକୁ ପରିତୃପ୍ତ କରିବା ପାଇଁ ପ୍ରଭୁ କଣ କରନ୍ତି? ଡାକନ୍ତି। ଗୀତ ସଂହିତା 42:1-2 ପଦରେ ଲେଖାଗଲା, ହରିଣୀ ଯେ ରୂପ ଜଳସ୍ରୋତ ପାଇଁ ଥକାଏ, ସେ ରୂପ ହେ ପରମେଶ୍ୱର ମୋ ପ୍ରାଣ ତୁମ୍ଭ ପାଇଁ ଥକାଏ। ହରିଣୀ ଯେତେବେଳେ ବଣ ଜଙ୍ଗଲରେ ଥାଏ, କ୍ଳାନ୍ତ ଶ୍ରାନ୍ତରେ ବୁଲୁଥାଏ, ତୃଷିତ ଅବସ୍ଥାରେ ବୁଲୁଥାଏ, ସେତେବେଳେ ସେ କି ଜଳ ଦେଖିଲେ ଦୌଡ଼ି ନ ଯିବ? ସେ କି ଜଳ ଦେଖିଲେ ପାନ ନ କରିବ? ଏଥିପାଇଁ ଦାଉଦ ମାନେ ଏତେ ସୁନ୍ଦର ଭାବରେ ଲେଖିଲେ, ହରିଣୀ ଯେ ରୂପ ଜଳସ୍ରୋତ ପାଇଁ ଥକାଏ, ସେ ରୂପ ହେ ପରମେଶ୍ୱର ମୋ ପ୍ରାଣ ତୁମ୍ଭ ପାଇଁ ଥକାଏ। ସେ ଜଳ ନିକଟକୁ ଯାଇ ପାନ କରି ତାର ତୃଷାକୁ ସେ ମେଣ୍ଟେଇ ଥାଏ। ବିଶ୍ୱାସୀ ମଧ୍ୟ ପରମେଶ୍ୱରଙ୍କର ନିକଟକୁ ଯାଇ ତାଙ୍କର କ୍ଷୁଧା ତୃଷା ଜୀବନ ପରମେଶ୍ୱରଙ୍କର ଉପସ୍ଥିତି ମଧ୍ୟରେ ଆନନ୍ଦକୁ ସେ ଲାଭ କରିପାରେ, ସେ ଲାଭ କରିପାରେ। ତେଣୁକରି ସେଇ ପରିତ୍ରାଣର ଜଳକୁ, ଅନୁଗ୍ରହରେ ସେ ଜୀବନ୍ତ ଜଳକୁ ଆଶୀର୍ବାଦ ଦ୍ୱାରା ପ୍ରାପ୍ତ ହେବା ଆମମାନଙ୍କର ଆବଶ୍ୟକତା ରହିଛି, ଆବଶ୍ୟକତା ରହିଛି। ତେଣୁକରି ଯିଶାୟ 55:1 ପଦରେ ଲେଖାଗଲା, ଯିଶାୟ 55:1 ପଦରେ, ହେ ତୃଷିତ ଲୋକ ସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ ସେ ମଧ୍ୟ ଆସୁ। ତୁମ୍ଭେମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ମୂଲ୍ୟ ବିନା ଦ୍ରାକ୍ଷାରସ ଦୁଗ୍ଧ କିଣ। ପରମେଶ୍ୱର ଆମମାନଙ୍କୁ ଡାକନ୍ତି, ମାନେ ବିନା ଅର୍ଥରେ ସେଇ ଜଳ ଦେବା ନିମନ୍ତେ, ସେ ଆମମାନଙ୍କୁ ସେଇ ଜଳକୁ ପାନ କରିବା ପାଇଁ, ଆମମାନେ ତାଙ୍କର ନିକଟବର୍ତ୍ତୀ ହେବା, ଏହା ହଉଛି ଆମମାନଙ୍କ ପାଇଁ ଲାଭଦାୟକ ହେବ, ଏହା ଆମମାନଙ୍କ ପାଇଁ ଲାଭଦାୟକ ହେବ। ପ୍ରକାଶିତ 22:17 ପଦରେ ଲେଖାଗଲା, ଆତ୍ମା ଓ କନ୍ୟା କହନ୍ତି ଆସ, ପୁଣି ଯେ ଶୁଣେ ସେ କହୁ ଆସ, ଯେ ତୃଷାର୍ଥ ସେ ଆସୁ, ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନ୍ତ ଦାୟକ ଜଳ ପାନ କରୁ। ସେ ଜୀବନ୍ତ ଦାୟକ ଜଳ ସେ କଣ କରୁ? ପାନ କରୁ। ତେଣୁକରି ଆମମାନେ ସେଇ ଜଳ ପାନ କରିବା ନିମନ୍ତେ
आमाने प्रभु निकट को जाओ से तृष्णा नहीं कि ताकर इच्छा अनुसार आमाने जाए से जीवंत जल पान करू। चतुर्थ विषय प्रभु आमान को डाकती शांति रे आमानकर आत्मा को विश्राम देवा निमंते। माथ्यू 11 पर्व 28 आ 29 पदरे लेखा गला यीशु डाकती शांतिर सह आत्मा रे विश्राम देवा निमंते। हे परिश्रांत भारग्रस्त लोक समस्ते मो निकट को आस मु तुमको विश्राम देवी। प्रभु आमको आत्मा रे विश्राम देवा निमंते, प्रभु आमको आत्मा रे शांति देवा निमंते। जिसाय 26:3 पदरे लेखा गला जहार मन तुमठारे स्थिर थाए तुमे ताकू संपूर्ण शांति रे रखिबो। जहार मन प्रभुंक उपरे निर्भरशील, जहार मन प्रभुंक ठारे भरोसा युक्त, जहार मन प्रभुंक निकट रे मनोनिवेश करे प्रभु तांको संपूर्ण शांति रे रखिबे। अशांतमय हृदय को अशांतमय जगत रे से विश्वासी जे आमाने ईश्वरकर पुत्र कन्या जे आमाने आमानक जीवन रे तांकर अपर्याप्त शांति भरी देबे। से शांति दान करिबा निमंते आमान को डाकंती। बेले बेले अनेक समय अशांति लागे, बेले बेले मन कष्ट लागे, मन दुख लागे। आमाने एई प्रकार अवस्था रे कहि थाउ मन रे किछि शांति नाही। परिवार पारिवारिक जीवन रो जंजाल अनेक प्रकार परिस्थिति द्वारा आमानकर जीवन रे किछि शांति नाही। मु कोन करिबी जेते बेले आमाने जणको कहू से कुहंती आमानकु प्रभुंकर चरण तले प्रभुंकर पाद धरिब ताले प्रभुंकर सानिध्य मध्य को आसीब, प्रभुंकर उपस्थिति मध्य को आसीब, प्रभुंक निकट रे प्रार्थना करिब। निश्चय प्रभु तम जीवन रो अशांति दूर करिवे। एई कथा माने सुनी थाओ। तेणु करी प्रभु आमानकु आत्मा रे शांति दान करिबा निमंते ताको निजर शांति देबे, ताकर निजर उपस्थिति आमानकु देबे, तांकर निजर आमानकु तांकर अनुग्रह दे आमानकु विश्राम दे कि आमानकु कोन करिवे कढी नेबे। सेथि निमंते से आमानकु कोन करंती डाकंती। कारण आमाने जड़तार आत्मा माने पाइना हो, आमाने भीरुतार आत्मा माने पाइना हो, आमाने भ्रांतिपूर्ण आत्मा माने पाइना हो। तेणु करी आमाने अशांतिमय जगत रे अशांति के आमाने रहिबा प्रभु आमानकु पवित्र आत्मांकर उपस्थिति मध्यरे आमानकु कढी नियंती। तेणु करी आमानकु से डाकंती आमानकर जीवन रे आत्मा रे शांति देवा निमंते। जेते बेले जीशुंकर डाक आमाने सुनु एवं जीशुंकर उपस्थिति मध्य को आमाने जेते बेले जाओ जीशु आमानकर दुख सुख रे आमानकर कथा बुझी थांती। सत कि नुह जेते बेले आमानकर जीवन रे जर्जरित दुख रे आमाने भांगी पड़ी थाउ, असुस्थता मध्य रे आमाने गति करि थाउ, समस्या मध्य रे आमानकर जीवन समाधान ही न थाए। आमाने पारिवारिक जीवन हो व्यक्तिगत जीवन हो आमानकर मध्य रे जेते बेले विभिन्न प्रकार परिस्थिति आसे आ सेते बेले प्रभुंकर डाकरा सुनी प्रभुंकर निकटवर्ती थाउ सेते बेले प्रभु आमानकर दुखर कथा सुनी थांती, सुखर कथा बुझी थांती। आम जीवनर आम पिला मानकर आम परिवार समस्त कथा बुझंती कारण से दुख सुखर बंधु अटंती, से दुख सुखर साथी अटंती। कारण दुख समय रे तुमे विवेचना कर एवं सुख समय प्रभु को आमाने धन्यवाद देबा। प्रभुंकर उपस्थिति आमानक जीवन रे शांति को आमाने लाभ करिबा। जेते बेले जीशुंकर बा ईश्वरकर डाक सुनी तांकर निकटवर्ती थाउ जीवन रे अशेष शांति को आमाने धारण करू। अपर्याप्त शांति, से शांति गोटे भिन्न अटे। प्रभु आमानक जीवन रे शांति दियंती। शांतिटा नितांत आवश्यकता। धन जदि थिबो शांति नथिबो, प्रचुरता जदि थिबो शांति नथिबो, यथेष्ट भल उत्तम खाद्य खाउथिबा शांति नथिबो, लाभ किछि नुह। किंतु आमाने जेते बेले प्रभुंकर सानिध्य मध्य को जाऊ
ताले प्रभु आमको शांति देबे से शांति आका आमको पाई मूल्यवान अटे से शांति आमकर लाभदायक अटे से शांति आमकर जीवन रे प्रचुरता आशीर्वाद ता छडा कोन मोर प्रिय लोक माने अछि कहंतु तो तेणु करी शांति आमाने पाइबा पाए प्रभु आमको डाकंती से विभिन्न प्रकार रोगरु सुस्थता करबा निमंते आमको डाकंती तेणु करी दाऊद कहिले गीत 30 ର 2 ପଦରେ ମୁଁ ଆର୍ତ୍ତନାଦ କଲି ତୁମେ ମତେ ସୁସ୍ଥ କଲ ସେ ପ୍ରଭୁଙ୍କ ନିକଟରେ ଆର୍ତ୍ତସ୍ୱର କଲେ ଆର୍ତ୍ତନାଦ କଲେ ବିକଳ ହେଲେ ସେ ଆଉ ପ୍ରଭୁ ତାଙ୍କର ଡାକ ଶୁଣିଲେ ପ୍ରଭୁ ତାଙ୍କର ନିକଟବର୍ତ୍ତୀ ହେବାଟା ସେ ଦେଖିଲେ ଏବଂ ତାଙ୍କୁ ସୁସ୍ଥତା ପ୍ରଦାନ କଲେ बेले बेले आमाने असुस्थता मध्य देकी आमाने गति करू किंतु प्रभु आमानकु कोन करंती ना तांकर निकट को गले आमानकु से सुस्थता प्रदान करंती से सुस्थता प्रदान करंती आमाने तांको निकट रे मन खोली जते बेले आमाने कथा को गीत तार 62 ର 8 पद लेखा जाउची हे आंबर लोक माने मनर सबु कथा भांगी तांकु कुह जेते बेले मनर सबु कथा माने तांको निकट रे अर्पण करू आमर हृदय रो कथा आमर अंतर रो कथा आमांकर पोछ मानकर कथा आमांकर परिवार कथा आमे तांकु जणाओ सेते बेले से कोन करंती ना आमांकर कथा से सुनंती आमांकु डाकंती आत्मिक जीवन रे अभिवृद्धि हेबा निमंते आत्मिक भाव रे तांको सहित संपर्क रखिबा निमंते आत्मिक भाव रे बलिष्ठ हेबा निमंते शक्ति युक्त हेबा निमंते कारण काल मंद अटे असारता जगत रे शैतान घुरी बुलुची केते बेले ईश्वर को लोक मान को आमान को से पतन करिवा पय चेष्टा करे तेणु करी सबुदिन आमे तांकर डाक सुनिबा निमंते कर्ण को मुक्त करिबा तांकर बाध्यतार वशवर्ती तांकर निकटवर्ती हेबा ताले आमाने आत्मिक भारे बढ़िबा एवं प्रभु आमान को तांकर निमंते शक्ति युक्त करी आमान को कढी नेबे जीशु आमान को डाकंती उद्धार करिबा पाए बा रक्षा करिबा पाए डाकंती माथ्यू तार 14 पर्व 25 रु 33 पद पर्यंत जते बेले आपण माने पढिबे सेडी माने जते बेले आमाने पितरक विषय रे जते बेले देखुचु समुद्र रे जते बेले प्रभु यीशु चली चली जाउथिले शिष्य माने देखि के चित्कार करी कहले ए तो भूत आ सेते बेले यीशु कहले अरे पिला माने ए तो मु भय कर नाही काहे डरुच सेते बेले पितर कहले जदि आपण ताले मते भी समुद्र रे चलीबा को दियो सेते बेले यीशु कहले आस से डाकिले आस जदि तुमे समुद्र मध्य रे आश्चर्य कार्य देखिबा पई इच्छा करूछ ताले तुमे आस आ सेते बेले पितर जते बेले यीशुकर आदेश तागर कथार बसवर्ती की किछि बाट चलिले किंतु जते बेले समुद्रर लहड़ीर गर्जन देखि कि भयभीत हेले सेते बेले बुड़ीबा को लागिले आ सेते बेले प्रभु यीशु कोन कले ताकू रक्षा कले से चित्कार कले मते रक्षा कर आ सेते बेले प्रभु कोन कले ना प्रभु यीशु रक्षा कले आमाने मध्य बेले बेले विभिन्न प्रकार भय रे आमानकर जीवन बुड़ी जाई थाए आमानकर पिला माने मध्य पिला मानक पय आमाने भयभीत होई थाउ आज हमर पोझ कोठी अछंती कोआडे गले वर्तमान पर्यंत आसीनांती आमने केते चिंताशील भयभीत होई थाउ आमानकर जीवन पूरा अंधकार हो जाई थाए आमे जते बेले तांकर निकट को जाओ आमे तांकर डाक सुनु सेते बेले प्रभु आमान को कोन करबे सब प्रकार भयरु सब प्रकार परिस्थिति रु से आमान को कोन करबे रक्षा करबे परमेश्वर से आमान को डाकंती तांकर गौरव उद्देश्य रे व्यवहार करिबा निमंते से आमान को आह्वान करंती तांकर पाए तांको आमान को नियुक्ति दे व्यवहार करंती तेणु करी आमे तांकर डाक सुनी तांकर गौरव उद्देश्य रे एई जगत रे व्यवहारत हेबा निमंते व्यवहार योग्य हेबा निमंते गोटे व्यवहार पात्र पात्री हेबा निमंते गोटे आदर्शर पात्र पात्री हेबा निमंते गोटे अनुग्रहर व्यक्ति हेबा निमंते आमे तांकर डाक सुनी आमे तांक निकट को जाई कि आमाने व्यवहार हेबा से आमान को डाकंती आमान को सुशिक्षित करबा निमंते
ଆମମାନଙ୍କୁ ଡାକନ୍ତି ତାଙ୍କର ଅନୁଗ୍ରହର ମଙ୍ଗଳ ଦାନ ପ୍ରଦାନ କରିବା ନିମନ୍ତେ। ତେଣୁକରି ଆମେ ତାଙ୍କର ନିକଟକୁ ଯାଇକି ଆମମାନେ ତାଙ୍କର ଚଞ୍ଚଳକୁ ଯାଇକି ଆମମାନେ ପ୍ରଭୁଙ୍କର ସାକ୍ଷୀ ହେବା, ପ୍ରଭୁଙ୍କର ଗୌରବ ଉଦ୍ଦେଶ୍ୟରେ ବଞ୍ଚିବା, ତାହେଲେ ନିଶ୍ଚୟ ଆମମାନେ ଆଶୀର୍ବାଦ ଲାଭ କରିବା, ଆମମାନେ ଲାଭ କରିବା। ତେଣୁକରି ପ୍ରଭୁ ଆମମାନଙ୍କୁ ଡାକନ୍ତି ତାଙ୍କର ଗୌରବ ଉଦ୍ଦେଶ୍ୟରେ। ତେଣୁକରି ମୋର ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କୁ ପ୍ରଭୁ ଅନୁଗ୍ରହ କରନ୍ତୁ, ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଆମମାନେ ଯେତେବେଳେ ଆମେ ତାଙ୍କ ଚରଣ ତଳକୁ ଯିବା, ପ୍ରଭୁ ଆମମାନଙ୍କୁ ଡାକନ୍ତି। ରୋମୀ ତାର 13 ପର୍ବ 13 ପଦ ଲେଖାଗଲା, ଆସ ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ। ପ୍ରଭୁ ଆମମାନଙ୍କୁ ଡାକନ୍ତି, ଆସ ଆମ୍ଭେମାନେ ଦିବସରେ ବିହିତ ଭଦ୍ରାଚରଣ କରୁ। ଭଦ୍ରାମୀ ମାନେ ଶିଖିବା, ଭଦ୍ରର ଆଚରଣ କରିବା, ଆମମାନେ ସୁଶିକ୍ଷିତ ହେବା, ଆମମାନେ ଆଦର୍ଶ ହେବା, ଆମେ ପ୍ରଭୁଙ୍କର ଗୌରବର କାରଣ ହେଇକି ବଞ୍ଚିବା। ଏଥିପାଇଁ ଆମମାନଙ୍କ ଜୀବନକୁ ଗଠନ କରିବା ନିମନ୍ତେ, ଆମମାନଙ୍କର ଜୀବନକୁ ସଂଶୋଧନ କରିବା ନିମନ୍ତେ, ଆମମାନଙ୍କୁ ତାଙ୍କର ପ୍ରିୟ ଲୋକ କରିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ଡାକନ୍ତି। ଆଉ ଆମମାନଙ୍କୁ ତାଙ୍କର ଗୋଟେ ସୁନ୍ଦର ଭାବରେ ତାଙ୍କର ଗୌରବ ଉଦ୍ଦେଶ୍ୟରେ ବ୍ୟବହାର କରିବା ନିମନ୍ତେ ସେ ଆମମାନଙ୍କୁ ଡାକନ୍ତି। ଆମମାନଙ୍କୁ ଡାକନ୍ତି ପ୍ରଭୁଙ୍କର ସହଭାଗିତାର ଆଲୋକର ସନ୍ତାନ ମାନଙ୍କ ପରି ଆଚରଣ କରିବା ନିମନ୍ତେ। ପ୍ରଭୁଙ୍କର ଆଲୋକର ସନ୍ତାନ ମାନଙ୍କ ପରି ଆଚରଣ କରିବା ନିମନ୍ତେ ଡାକନ୍ତି। ସଦ୍ବ୍ୟବହାର କରିବା ନିମନ୍ତେ ଆମମାନଙ୍କୁ ଡାକନ୍ତି। ବୁଦ୍ଧି ସହ ଆଚରଣ କରିବା ନିମନ୍ତେ ଡାକନ୍ତି। ତାଙ୍କର ଗୌରବକୁ ବର୍ଣ୍ଣନା କରିବା ନିମନ୍ତେ ଡାକନ୍ତି। ତାଙ୍କର ମହିମାକୁ ପ୍ରକାଶ କରିବା ନିମନ୍ତେ, ତାଙ୍କର ସାକ୍ଷ୍ୟକୁ ବହନ କରିବା ନିମନ୍ତେ ସେମାନଙ୍କୁ ଡାକନ୍ତି। ତେଣୁକରି ପ୍ରିୟ ମୋର ବନ୍ଧୁଗଣ, ଆମମାନେ ପ୍ରଭୁଙ୍କର ଡାକରେ କେବେ ଆମମାନେ ଅବହେଳା କରିବା ନାହିଁ। ଆମମାନେ ପ୍ରଭୁଙ୍କର ଡାକରେ ଆମମାନେ ମନୋଯୋଗ ସହିତ ଆମମାନେ ତାଙ୍କର ନିକଟବର୍ତ୍ତୀ ହେବା। ଆଉ ପ୍ରଭୁ ଆମମାନଙ୍କୁ ତାଙ୍କର ସହଭାଗିତାରେ, ତାଙ୍କର ଉପସ୍ଥିତି ମଧ୍ୟରେ ତାଙ୍କର ଗୌରବ ଉଦ୍ଦେଶ୍ୟରେ ସେ ଆମମାନଙ୍କୁ କଣ କରିବେ, କଢେଇ ନେବେ। ଶେଷ ପଦ କହିକି ମୁଁ ଶେଷ କରିବି। ହୋସେୟ 6 ପର୍ବ 1 ପଦରେ ଲେଖା ଯାଉଛି, ହୋସେୟ 6 ପର୍ବ 1 ପଦରେ, ଆସ ଆମ୍ଭେମାନେ ସଦା ପ୍ରଭୁଙ୍କ ନିକଟକୁ ଫେରି ଯାଉ, କାରଣ ସେ ବିଧିନ୍ନ କରିଅଛନ୍ତି। ସେ ଆମମାନଙ୍କୁ ସୁସ୍ଥ କରିବେ, ସେ ଆମମାନଙ୍କୁ ପ୍ରହାର କରିଅଛନ୍ତି, ସେ ଆମଙ୍କର କ୍ଷତ ବାନ୍ଧିବେ। ସେ ଆମମାନଙ୍କୁ ଡାକନ୍ତି, ଆସ ଆମ୍ଭେମାନେ ସଦା ପ୍ରଭୁଙ୍କ ନିକଟକୁ ଫେରି ଯାଅ। ଏଇ ଜଗତ ଅନ୍ଧକାର, ଆମମାନଙ୍କ ସମ୍ମୁଖରେ ବିପଦ ଅଛି, ଆମମାନଙ୍କର ସମ୍ମୁଖରେ ଅନେକ ପ୍ରକାର ପରିସ୍ଥିତି ଅଛି। ତେଣୁକରି ଆସ ଆମମାନେ ଫେରିଯାଅ, ଈଶ୍ୱରଙ୍କ ନିକଟକୁ ଫେରିଯାଅ, ଈଶ୍ୱରଙ୍କ ଚରଣ ତଳକୁ ଫେରିଯାଅ। ତାହେଲେ ପ୍ରଭୁ ଆମମାନଙ୍କୁ କଣ କରିବେ, ଆମମାନଙ୍କୁ ସେ ଶାରୀରିକ ରୋଗ, ମାନସିକ ରୋଗ, ଆତ୍ମିକ ରୋଗ ସୁସ୍ଥତା ଆମମାନଙ୍କୁ ଦେବେ। ଆମମାନଙ୍କର କ୍ଷତ ସେ ବାନ୍ଧିବେ ଏବଂ ଆମମାନଙ୍କୁ 2 ଦିନ ପରେ ସଞ୍ଜୀବିତ କରିବେ। ତୃତୀୟ ଦିନରେ ଆମମାନଙ୍କୁ ଉଠେଇବେ। ଆମେ ତାଙ୍କରି ପାଇଁ ବଞ୍ଚିବା, ତାଙ୍କରି ପାଇଁ ସେବା କରିବା। ପ୍ରଭୁ ଆମମାନଙ୍କୁ ଡାକନ୍ତି ତାଙ୍କର ଗୌରବ ଉଦ୍ଦେଶ୍ୟରେ। ତେଣୁକରି ପ୍ରିୟ ମୋର ବନ୍ଧୁଗଣ, ଆମମାନେ ପ୍ରଭୁଙ୍କର ଡାକ ଶୁଣୁ ଶୁଣୁ ନିଜ ନିଜ ଜୀବନକୁ ସମର୍ପିତ ହଉ, ସମର୍ପଣ ହଉ। ତାହେଲେ ପ୍ରଭୁ ଆମମାନଙ୍କୁ ତାଙ୍କର ରାଜ୍ୟ ନିମନ୍ତେ ପ୍ରସ୍ତୁତ କରି ଅନନ୍ତ ଜୀବନର ଅଧିକାର ହେବା ନିମନ୍ତେ ସାହାଯ୍ୟ କରିବେ। ପ୍ରଭୁ ଏ ଅଳ୍ପ ଚିନ୍ତା ବାକ୍ୟ ଦ୍ୱାରା ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ପ୍ରେଜ ଦ ଲର୍ଡ, ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ। थैंक यू आयुब भाई।